ଅନୁରାଗ ବିଦେଶରେ ଗୋଟେ ଭଲ ଡାକ୍ତର ହୋଇଯାଇଥିଲା। ସେ କିଛି ମାସ ପାଇଁ ଛୁଟି ନେଇ ଭାରତ ଆସିଥିଲା। କିନ୍ତୁ ଦୁର୍ଗାଦେବୀ ଏ କଥାକୁ ନେଇ ସମ୍ପୂର୍ଣ୍ଣ ଘରେ କୋଳାହଳ କରୁଥିଲେ। ଦୁର୍ଗା ସେତିକି ଥାଉ, ଆଉ କେତେ ତମେ ରାଗିବ? ଏତେ ବର୍ଷ ପରେ ପୁଅ ବିଦେଶରୁ ଫେରୁଛି, ତା ସାମ୍ନାରେ ଯଦି ତମେ ଏମିତିଆ ମୁହଁ ବନେଇକି ରହିବ ତାହେଲେ ତାକୁ କେତେ ଖରାପ ଲାଗିବ। ତମେ କ'ଣ ଭାବୁଛ ମୋ ପୁଅ ଆସିବାର କ'ଣ ମୋତେ ଖୁସି ନାହିଁ? କିନ୍ତୁ ତମେ ଭଲ ଭାବରେ ଜାଣିଛ ମୋ ରାଗିବାର କାରଣ କ'ଣ। ଫୋନରେ ସେ କହିଲା ସିଏ ଗୋଟେ ବିଦେଶୀ ଝିଅକୁ ବାହା ହେଇଯାଇଛି। କାଇଁ ଆମ ଦେଶରେ କ'ଣ ଝିଅ ନାହାନ୍ତି ଯେ ବିଦେଶରୁ ଗୋଟେ ବୋହୂ ନେଇକି ଆସୁଛି? ଦୁର୍ଗା, ତମେ କାହା ସହିତ ଦେଖା ନ କରିକି ତା ବିଷୟରେ ତମେ ଏମିତି ସେମିତି କେମିତି ଭାବିପାରିବ କହିଲ? ତମକୁ କେମିତି ଜଣା ଆମ ବୋହୂ ଭଲ ସଂସ୍କାର ପାଇନଥିବ ଆଉ ବହୁତ ଭଲ ସ୍ୱଭାବର ହେଇନଥିବ? ଟିକେ ମୁଡଟାକୁ ହାଲକା କର। ମୁଁ ଅନୁରାଗ ସହିତ କଥା ହେଇଥିଲି, ସେ ଟ୍ୟାକ୍ସି ଧରି ସାରିଲାଣି ଏୟାରପୋର୍ଟରୁ, କିଛି ସମୟରେ ପହଞ୍ଚିବ। ଅନୁରାଗ ବିଦେଶର ହିଁ ଗୋଟେ ଗ୍ରେସିୟସ୍ ନାମକ ଝିଅ ସହିତ ବାହା ହୋଇଯାଇଥିଲା, ଯିଏକି ତା ଭଳି ଗୋଟିଏ ବଡ଼ ଡକ୍ଟର ଥିଲା। ଦୁର୍ଗା, ଟ୍ୟାକ୍ସିର ହର୍ନ ବାଜୁଛି, ଲାଗୁଛି ଅନୁରାଗ ଆସିଗଲା। ପ୍ରଣାମ ମା। ପ୍ରଣାମ ବାପା। ମା, ଇଏ ଗ୍ରେସି, ଆପଣଙ୍କ ବୋହୂ। ଏଇ ବିଦେଶିନୀ ମିଳିଥିଲା ଆକୁ ବାହା ହବାକୁ। ନମସ୍କାର ମା। ନମସ୍କାର ବାପା। ହଉ ହଉ, ସୌଭାଗ୍ୟବତୀ ଭବ। ପୁଅ ଅନୁରାଗ, ବୋହୂକୁ ଘର ଭିତରକୁ ନେଇଯା। ଅନୁରାଗ, ବୋହୂ ପିଲାକୁ କ'ଣ ଅଳ୍ପ ଓଡ଼ିଆ ଶବ୍ଦ ଶିଖେଇକି ଆଣିଛୁ? ମା, ମତେ ଓଡ଼ିଆ ଜଣା ଅଛି। ମୋ ମମ୍ ଓଡ଼ିଶାରୁ ଥିଲେ, ସେ ମତେ ଓଡ଼ିଆ ଶିଖେଇଛନ୍ତି। ଆଚ୍ଛା, ତାହେଲେ ତୋ ମା ଗୋଟିଏ ଇଂରେଜକୁ ବାହା ହେଲା, ଆଉ ଅନୁରାଗକୁ ତୁ ମିଳିଗଲୁ। ଦୁର୍ଗା, କିଛି ତ ଭାବି ଚିନ୍ତି କଥା କୁହ। ବୋହୂ ଆସୁ ଆସୁ 2 ଘଣ୍ଟା ବି ହେଇନି, ଆଉ ତମେ ଆରମ୍ଭ କରିଦେଲ। ଠିକ୍ ତ କହୁଛି ମୁଁ, କ'ଣଟା ଭୁଲ କହିଦେଲି ଏମିତି? ଆଚ୍ଛା ଶୁଣ ବୋହୂ, ଆମ ଏପଟର ସବୁ ରୀତି ହିସାବରେ ସନ୍ଧ୍ୟାବେଳେ ଆଖପାଖର ସ୍ତ୍ରୀଲୋକ ମୁହଁ ଦେଖିବାକୁ ଆସିବେ। ତାଙ୍କ ସାମ୍ନାରେ ନିଜ ବିଦେଶ ନୀତି ଟିକେ କମ୍ ଦେଖେଇବୁ। ମା, ଗ୍ରେସି ବିଦେଶରେ ବଢ଼ିଛନ୍ତି ସତ, କିନ୍ତୁ ତାଙ୍କର କଲଚର ସବୁ ଇଣ୍ଡିଆନ। ସନ୍ଧ୍ୟାବେଳେ ଆଖପାଖର ସ୍ତ୍ରୀଲୋକ ମୁହଁ ଦେଖିବା ପାଇଁ ଆସିଲେ। ବୋହୂ, ମୁଣ୍ଡରେ ଓଢ଼ଣା ପକେଇକି ଯିବୁ ସେଠି, ନହେଲେ ବେକାର ଏ ପାଖ ସ୍ତ୍ରୀଲୋକଗୁଡ଼ା କହିବେ ମୁଁ ମୋ ବୋହୂକୁ କିଛି ବି ଶିଖେଇନି। ଏ ଦୁର୍ଗା ଦେବୀ, ବୋହୂ ତ ଆପଣଙ୍କର ପିଲାତରୁ, କିନ୍ତୁ ସଂସ୍କାର ପୁରା ଦେଶୀ। ତମକୁ ତ ଘର କାମ ଆସୁଥିବ, ନହେଲେ ଆମେ ଶୁଣିଛୁ ବିଦେଶରେ କୁଆଡ଼େ ଡବା ଖୋଲନ୍ତି, ଖାଆନ୍ତି ଆଉ ଫୋପାଡ଼ି ଦିଅନ୍ତି। ନୋ ଆଣ୍ଟି, ମୋ ଘରେ ଖାଇବା ବନାଏ। ମୁଁ ମୋ ମମ୍ ଠାରୁ ସବୁ ଶିଖିଛି। ଆଉ ବାକି ତ ତମେମାନେ ଜାଣିଛ ସବୁ। ସଂସ୍କାରର ନାଁ ଆସିଲେ ଦୁର୍ଗା ଦେବୀଙ୍କ ନାଁ ହିଁ ଧରାଯାଏ। ଏହିଭଳି ଗ୍ରେସି ଚୁପଚାପ ନିଜର ଶାଶୁକୁ ଖୁସି କରିବାରେ ଲାଗିଯାଇଥିଲା। ଇଏ କ'ଣ ବନଉଛୁ ବୋହୂ? ମା, ଟମାଟୋ ସୁପ୍ ବନଉଛି ଆପଣମାନଙ୍କ ପାଇଁ। ବହୁତ ଥଣ୍ଡା ପଡ଼ିଯାଇଛି। ସୁପ୍ ଥଣ୍ଡା ସିଜନରେ ପିଇଲେ ବହୁତ ଭଲ। ସେଇଥିପାଇଁ ମୁଁ ଭାବୁଛି ମୋ ଅନୁରାଗଟା ଏତେ ଝଡ଼ି କାହିଁ ଯାଉଛି। ତୁ ତାକୁ ବିନା ଲଙ୍କା ବିନା ମସଲାରେ ତରକାରୀ ଖାଉଛୁ, ସିଝା ଟମାଟର ପିଇବାକୁ ଦେଇ ଦଉଛୁ, ସେଥିପାଇଁ ପତଳା ଖଡ଼ ଖଡ଼ ଗଲୁଛି ମୋ ପୁଅଟା। ସାମ୍ନାରୁ ଯା, ଆଜି ମୋ ପୁଅ ଅନୁରାଗକୁ ଦେଶୀ ଘିଅ ପକେଇକି ଆଳୁ ପରଠା ଦେବି, ଆଉ ଅଳ୍ପ ଦେଶୀ ଘିଅରେ ଅଟାର ଲଡ଼ୁ ତିଆରି କରି ରଖିଦେବି। କିଛି ତ ଘିଅ ଯାଉ ମୋ ପୁଅ ଶରୀରକୁ। ଦୁର୍ଗା, ତମେ ମୋତେ ଭୁଲି ଯାଉଛ, ଆମ ପୁଅ ବୋହୂ 2 ଜଣ ଡାକ୍ତର। ନିଜ ଶରୀରର ଯତ୍ନ କେମିତି ନେବାର ଅଛି ସେମାନେ ବହୁତ ଭଲ ଭାବରେ ଜାଣନ୍ତି। ତମେ ଅଧିକ ହିଁ ଚିନ୍ତା କରୁଛ। ଦିଅ ବୋହୂ, ଏଇ ଗରମ ଗରମ ଟମାଟୋ ସୁପ୍ ମତେ ଦିଅ। ବହୁତ ସ୍ୱାଦିଷ୍ଟ ବନେଇଛ ବୋହୂ ମା, ସୌଭାଗ୍ୟବତୀ ଭବ। ମା, ଆଉ ନୁହେଁ, ମୁଁ ଅଲରେଡି 2ଟା ଦେଶୀ ଘିଅର ପରଠା ଖାଇସାରିଲିଣି। ସତରେ ମୁଁ ଆଜି ଜାଣିଲି ତତେ ବୋହୂ ଆଉ ଖାଇବା ପିଇବାକୁ ଏତେ କିଛି ଦଉନାହିଁ, ସେଥିପାଇଁ ତ ଭୋକ କମିଗଲାଣି। ଆଗରୁ ତୁ ମୋ ହାତର 6-6ଟା ଆଳୁ ପରଠା ଏମିତି ଖାଇଯାଉଥିଲୁ। ସେ ବିଦେଶିନୀ ସହିତ ବାହା ହେଇକି ତୁ ବି ତାରି ଭଳିଆ ହେଇଗଲୁଣି। ତେବେ ଜଣା ନାହିଁ ରୋଷେଇ ଘରେ ପରିବାଗୁଡ଼ାକ କାଟିକୁଟି ସେ କ'ଣ କରୁଛି। ମା, ମୁଁ ଭେଜିଟେବଲ ସିଜଲର ବନଉଛି, ଖାଇବାକୁ ବହୁତ ଟେଷ୍ଟି ଲାଗେ। ଆପଣ ଥରେ ଟ୍ରାଏ ତ କରନ୍ତୁ। ମା, ମତେ ସିଜଲର ସାଲାଡ ପସନ୍ଦ, ସେଥିପାଇଁ ଗ୍ରେସି ବହୁତ ସମୟ ମୋ ପାଇଁ ଡିଶ୍ ବନେଇଦିଏ। ଏବେ ମୋର ଭରସା ହେଇଗଲା ରେ, ମୋ ବିଦେଶୀ ବୋହୂ ସହିତ ମୋ ପୁଅଟା ବି ବିଦେଶର ହେଇଗଲା।
ଗ୍ରେସି ମୁଁ ବହୁତ ଦିନ ହେଲାଣି ଅବଜର୍ଭ କରୁଛି ମା ତମକୁ ପ୍ରତି କଥାରେ କିଛି ନା କିଛି କହୁଛନ୍ତି। ତମେ ତା ବିଷୟରେ ଖରାପ ଭାବୁନ ତ? No, no, ଅନୁରାଗ, ମୁଁ ତାଙ୍କ କଥାକୁ କେବେ ମନରେ ନେଇନି। If she is your mom, then she is my mother-in-law too. And I know ଗୋଟେ ନା ଗୋଟେ ଦିନ ମୁଁ ତାଙ୍କ ହାର୍ଟରେ ଜାଗା ବନେଇବି। ମୁଁ ତମକୁ ନିଜ ୱାଇଫ ରୂପରେ ପାଇ ବହୁତ ଖୁସି ଗ୍ରେସି। ଏହିଭଳି କିଛି ଦିନ ବିତିଗଲା। ଗୋଟିଏ ଦିନ ସଞ୍ଜବେଳେ, କାଲି ସକାଳେ ବାହାରିବି ଆଉ ସଞ୍ଜ ଯାଏଁ ପହଞ୍ଚିଯିବି। ରାତିର ପ୍ରୋଗ୍ରାମ ହେଉଛି ମାଳତୀ ଭଉଣୀଙ୍କ ଘରେ, ଆଉ ସାଧଭାର ପ୍ରୋଗ୍ରାମ ଅଛି। ତେବେ ସ୍ତ୍ରୀ ଲୋକ ଭିତରେ ଯାଇକି ତମେ କ'ଣ କରିବ? ମୁଁ ଗ୍ରେସିକୁ ନେଇକି ଚାଲି ଯାଉଛି। ପରିବାରଙ୍କ ସହିତ ମିଶିବ, କିଛି ଆମ ରୀତିନୀତି ମଧ୍ୟ ଶିଖିଯିବ ସେଠି। ମା ତମେ ଗ୍ରେସିକୁ ଏମିତି କ'ଣ ସଜେଇଛ? ଏତେ ଭାରି ଶାଢ଼ୀ, ଏତେ ଭାରି ଗହଣା। ଆରେ ଖାନଦାନୀ ଘରର ବୋହୂ, ଯେବେ ଲୋକମାନେ ଦେଖିବେ ତେବେ କ'ଣ ଚିନ୍ତା କରିବେ? ଶାଶୁ ଖଣ୍ଡିଏ ଗହଣା ବି ଦେଇନି। ଆରେ ବୋହୂଟା ସିନା ବିଦେଶୀନି, ଶାଶୁକୁ ତ ଦେଶୀ ହେଇକି ରହିବାକୁ ଦେ। ଦୁର୍ଗା ଦେବୀ ଗ୍ରେସିକୁ ନେଇ ଗାଁ ଆଡ଼କୁ ଚାଲିଗଲେ। ଗାଁରେ ପହଞ୍ଚିକି, ବୋହୂ ଗାଁ ଆସିଗଲାଣି, ମୁଣ୍ଡରେ ଓଢ଼ଣା ଦେଇଦେ। ଏଇଟା ଗାଁ, ଆଉ ଏଠି ସବୁ ଘରର ବୋହୂମାନେ ମୁଣ୍ଡରେ ଓଢ଼ଣା ଦେଇ ରୁହନ୍ତି। ହେଲେ ମା ଏଠି ତ ବହୁତ ଅନ୍ଧାର, ବୋଧେ ଲାଇଟ୍ ପଳେଇଛି। ହେ ବୋହୂ, ଏଇଟା ଆମ ଗାଁ, ତମ ବିଲା ତ ନୁହେଁ। ଏଇଠି ସବୁବେଳେ କରେଣ୍ଟ ରହେନି ଆଉ ଆସୁଥାଏ ଯାଉଥାଏ। ମା, ମତେ ଲାଗୁଛି ମୋ ପାଦ ଓଦା ମାଟିରେ ଫସି ଯାଇଛି। ଇଉ, ଏଇଟା ତ ବହୁତ ଗନ୍ଧ ହଉଛି। ବୋହୂ, ଏଇଟା ଗନ୍ଧିଆ ମାଟି ନୁହେଁ, ଶୁଦ୍ଧ ଗୋବର। ଏଇ ଗୋବରକୁ ଶୁଖେଇକି ଚୁଲି କାମ, ଘଷି ସବୁ ପାରନ୍ତି। ୱାଓ, ଇଣ୍ଡିଆ କେତେ କ୍ରିଏଟିଭ ମାଇଣ୍ଡର, ସବୁବେଳେ ନୂଆ ନୂଆ ଆଇଡିଆ ଦିଅନ୍ତି। ଆସ ଆସ ଦୁର୍ଗା ଦେବୀ, ଆଚ୍ଛା ଇଏ ହେଉଛନ୍ତି ତମର ବିଲାତର ବୋହୂ ନାଇଁ? ସହରରେ ତ ଦେଶୀ ଶାଶୁ ଆଉ ବିଦେଶୀ ବୋହୂର ଜଲୱା ଥିବ। ସେଇଟା ତ ସତ କଥା ଦିଦି। ଆଉ ମୋ ଭଳିଆ ସରଳିଆ ଶାଶୁ କାହା ଭାଗ୍ୟରେ ଥାଏ କହିଲୁ? ଏଇ କଥାଟା ଭାରି ସୁତୁରେଇକି କହିଲ ତମେ ଭାଉଜ। ତମେ ତ ଜମା ବଦଳିନ। ହଉ ଛାଡ଼, ତମେ ଆସ ବୋହୂ ସହିତ ଦେଖା କର। ଆସ ଗ୍ରେସି ବୋହୂ, ଘରକୁ ଆସ। ପୁନମ ଦେଖ, ଦୁର୍ଗା ଭାଉଜ ଆଉ ତାଙ୍କର ବିଦେଶୀନୀ ବୋହୂ ତମ ସାଧଭାର କାମ ପାଇଁ ଆସିଛନ୍ତି। ଗ୍ରେସି, ତମେ ବହୁତ ସୁନ୍ଦର। ତମର ଏଇ ସୁନ୍ଦର ଗୋଲ୍ଡେନ ଚୁଟି ବି ଆହୁରି ବଢ଼ିଆ ଦେଖାଉଛି। Oh, you are also beautiful, ପୁନମ। Which month, I mean, କୋଉ ମାସ ଚାଲିଛି? ଓହୋ, ଏ ପୁଣି ଡାକ୍ତରୀ ପାଠ ଆରମ୍ଭ କଲା। ଗ୍ରେସି, ମୋର 7 ମାସ ଚାଲିଛି, ଆହୁରି 2 ମାସ ବାକି ଅଛି। ଏହିଭଳି ସମସ୍ତେ କଥା ହେଉଥିଲେ ଆଉ ପୁନର ସାଧଭାର କାମ ଆରମ୍ଭ ହୋଇଗଲା। ଗ୍ରେସି ଏଇ ସବୁ ଜିନିଷ ଏନ୍ଜୟ କରୁଥିଲା। ତେବେ ହଠାତ୍, ମୋ ପେଟ କାଟୁଛି ମା। ଆରେ ମା, ଏ ଭିଡ଼ ହାଡ଼ରେ ହେଇଯାଉଥିବ ସେମିତି। ଏବେ ଟିକେ ମୁହଁ ଚୁପ୍ କରିକି ବସ, ବହୁତ ଜିନିଷ ବାକି ଅଛି ଏବେ। କ'ଣ ହେଲା ମାଳତୀ ଭଉଣୀ, ପୁନମ କ'ଣ କିଛି କହୁଛି? କିଛି ନୁହେଁ ମୋ ଭାଉଜ, ଏ ଲୋକବାକ ଆସିଛନ୍ତି, ଟିକେ ସେ ଥକି ଯାଇଛି ଆଉ ସେଥିପାଇଁ ବୋଧେ ପେଟ କାଟୁଛି କହୁଛି। ପୁନମ, କେମିତି କଷ୍ଟ ହେଉଛି ତମକୁ, ମତେ ଟିକେ କୁହ। ଜଣା ନାହିଁ ଗ୍ରେସି, ହାଲକା ହାଲକା କଷ୍ଟ ହେଉଛି, କେବେ ଜୋରେ ହେଉଛି ତ କେବେ ଧୀରେ। ଆଉ ଲେବର ପେନ୍ର ଲକ୍ଷଣ। ଆଇ ଥିଙ୍କ ପୁନମ ତମର ଲେବର ପେନ୍ ଷ୍ଟାର୍ଟ ହେଇଗଲାଣି। ଆଇ ମିନ୍ ବେବି ହେବାର କଷ୍ଟ। ଆରେ ଏବେ ତ 2 ମାସ ବାକି ଅଛି, ଏବେ କେମିତି ଛୁଆ ହେଇଯିବ? ତମେ ବି ଭଲ କଥା କହୁଛ ଗ୍ରେସି ବୋହୂ। ପିଇସୀମା, ଏଇଟା ଇମ୍ପର୍ଟାଣ୍ଟ ନୁହେଁ କି 9 ମାସ ପରେ ହିଁ ଛୁଆ ହବ। ବହୁତ ଛୁଆ 7 ମାସରେ ବି ହେଇଯାଆନ୍ତି, ଯାହାକୁ ଆମେ ପ୍ରିମ୍ୟାଚୁଅର ବେବି କହୁ। ମା, ମୁଁ କଷ୍ଟ ସହିପାରୁନି, ବହୁତ କଷ୍ଟ ହେଉଛି ମତେ। କିଛି କରନ୍ତୁ ମା, ବହୁତ କଷ୍ଟ ଆରମ୍ଭ ହେଲାଣି। ହିଲୋ ବୋଉଲୁ, ଏବେ କ'ଣ ହବ? ହେ ଦାଇ ମା ତ ତା ପୁଅ ଘରକୁ ଆଜି ପଳେଇଛି, ଏବେ କ'ଣ କରିବି? ତ ଦିଦି, ଅନ୍ୟ ଦାଇକୁ ଡାକି ଦଉନ। ଭାଉଜ, ଏଇଟା ଗୋଟେ ଛୋଟ ଗାଁ, ଗୋଟିଏ ଦାଇ ମା ହିଁ ରହନ୍ତି, ଆଉ ଡାକ୍ତର ଯେ ଏତେ ଦୂରରେ, ସକାଳୁ ଆସିଲେ ସନ୍ଧ୍ୟା ବେଳକୁ ସେ ପଳାନ୍ତି। ଏବେ କ'ଣ ହବ କିଛି ବୁଝିପାରୁନି। ଡୋଣ୍ଟ ୱରି ପିଇସୀମା, ସବୁ ଠିକ୍ ହବ। ମୁଁ ପୁନମକୁ ରୁମ୍ ଭିତରକୁ ନେଇକି ଯାଉଛି। ମୁଁ କରିବି ପୁନମର ଡେଲିଭରି, ମତେ ଖାଲି ସାହାଯ୍ୟ କରନ୍ତୁ। ହେଲେ ଗ୍ରେସି ବୋହୂ, ତମେ କେମିତି କରିବ? ମୁଁ ତ ବହୁତ ଡରିଗଲିଣି। ମାଳତୀ ଦିଦି, ତମେ ଭୁଲି ଯାଇଛ, ଗ୍ରେସି ବିଲାତରେ ଛୁଆମାନଙ୍କର ବହୁତ ଭଲ ଡାକ୍ତର। ମତେ ମୋ ବୋହୂ ଉପରେ ଭରସା ଅଛି। ଗ୍ରେସି ପ୍ଲିଜ୍ ସାହାଯ୍ୟ କର, ମୁଁ ଆଉ କଷ୍ଟ ସହିପାରୁନି। ଡୋଣ୍ଟ ୱରି ପୁନମ, ଟ୍ରଷ୍ଟ ମି, କିଛି ହେବାକୁ ଦେବିନି ମୁଁ।
आपण ସମସ୍ତେ ବାହାରି ରୁହନ୍ତୁ ମୁଁ ଭିତରେ ଅଛି। ଆଉ କିଛି ସମୟ ପରେ ଗ୍ରେସି ଗୋଟେ ଛୋଟ ଛୁଆକୁ ହାତରେ ଧରି ମାଳତୀର ପାଖକୁ ଆସିଲା। କଂଗ୍ରାଚୁଲେସନ୍ସ ପିସି ମା, ପୂନମର ଗୋଟିଏ ପୁଅ ହେଇଛି। ମା ଆଉ ପୁଅ 2 ଜଣ ଠିକ୍ ଅଛନ୍ତି। ଗ୍ରେସି ବୋହୂ, ଆଜି ତମ ପାଇଁ ମୋ ନାତି ଆଉ ବୋହୂ 2 ଜଣ ଠିକ୍ ଅଛନ୍ତି। ସୌଭାଗ୍ୟବତୀ ଥା, ସବୁବେଳେ ଖୁସିରେ ରହୁଥା ତୁ। ମତେ ମୋ ବିଦେଶିନୀ ବୋହୂ ଉପରେ ଗର୍ବ। ସେ ଇଂରାଜୀରେ କ'ଣ କହନ୍ତି ଯେ ଆଇ ଆମ୍ ପ୍ରାଉଡ୍ ଅଫ୍ ୟୁ। ମା, ଆପଣ ବି ମୋର ବେଷ୍ଟ ମଦର ଇନ୍ ଲ। ଲଭ୍ ୟୁ ମା। ଆଉ ଗ୍ରେସିର ଏତେ ଭଲ ବ୍ୟବହାର ସେଦିନ ସମସ୍ତଙ୍କ ମନ କିଣି ନେଇଥିଲା। କଥାରେ ଅଛି ନା, ବ୍ୟକ୍ତି ନିଜ ଚରିତ୍ର ଦ୍ୱାରା ହିଁ ପରିଚୟ ପାଏ। ଏଇ କଥା ସେଇଦିନ ଦୁର୍ଗା ଦେବୀ ବୁଝିପାରିଥିଲେ। Thanks for watching.